ଆଜି ବିଜେଡି ଦଳ ଆଉ ନବୀନ ପଟ୍ଟନାୟକ ଯୋଉ ଆଳୁ ପିଆଜ ଦରକୁ ନେଇକି ଯୋଉ ଯାତ୍ରା ଚଲେଇଛନ୍ତି ଆଉ ସେମାନେ ଯୋଉ ଜନ ସମୁଦ୍ର ଦେଖାଉଛନ୍ତି ସେ ସମୁଦ୍ରରେ ଯେତେ ତକ ସାମିଲ ହେଇଛନ୍ତି ଯୋଉ ସେମାନଙ୍କୁ ଗୋଟେ କୋଶ୍ଚିନ୍ କରାଯିବ। ବିଜେଡି ଦଳ ଆଉ ନବୀନ ପଟ୍ଟନାୟକକୁ ଯଦି କୋଶ୍ଚିନ୍ କରାଯାଏ ଯୋଉ ଆଳୁ ମିଶନ କରିଥିଲ କୁଆଡେ ଗଲା, ଯୋଉ ପିଆଜ ମିଶନ କରିଥିଲ କୁଆଡେ ଗଲା, ଆଉ ଯୋଉ 24 ବର୍ଷ ଶାସନ କଲ ଯୋଉ ଶୀତଳ ଭଣ୍ଡାର କରିବ ବୋଲି କଥା ଦେଇଥିଲ, ଏଇଟା ଶୀତଳ ଭଣ୍ଡାର କରିଛ? ନିଜେ ତ କିଛି କରିପାରିଲେନି। ଆଉ 6 ମାସ ହେଲା କଣ ସରକାର ଆସିଛନ୍ତି, କଣ କରୁଛନ୍ତି ନ କରୁଛନ୍ତି ନ ଜାଣିକି ସବୁ ଭାଷଣ ମାରିଲେ ଲାଗିଛନ୍ତି। ମାନେ ସବୁଠୁ ଆଜି ଦୁଃଖର ବିଷୟ ଗୋଟେ ଦେଖିଲି, କଲେଜ ଛାତ୍ରଛାତ୍ରୀ ବି ଆସିଛନ୍ତି ତାଙ୍କ ସହିତ ଆଳୁ ମିଶା ମାନେ ଯୋଉ ଆନ୍ଦୋଳନ କରିବା ପାଇଁ। ଟିକେ ଲଜ୍ଜା ଲାଗୁନି? ଛାତ୍ରଙ୍କ ଜୀବନକୁ ବି ନଷ୍ଟ କରୁଛ। ଯାହା ତ 24 ବର୍ଷ ଶାସନ କରିକି ଯାହା ଉପାଡ଼ିଲ ଶେଷରେ ଛାତ୍ରମାନଙ୍କ ଜୀବନରେ ବି ନଷ୍ଟ କରୁଛ। ସେ ଛାତ୍ରମାନେ କହୁଛନ୍ତି ଆମ ସାର୍ ମାନେ ଆମ ଦିଦି ମାନେ ଆମକୁ ଡାକିଛନ୍ତି ବୋଲି ଆମେ ଆସିଛୁ। ନିଜେ ତ ଆଳୁ ମିଶନ ପିଆଜ ମିଶନ କୁଆଡେ ଫସର ଫାଟିଲା, ପିଠା ଯୋଜନା ଅଠା ଯୋଜନା ସେ ଯୁବ ବାହିନୀ ସବୁ କରିକା 24 ବର୍ଷ ଖାଇଲ। ଆଉ ଏଇନା ଆଳୁ ପିଆଜ ରେଟ୍ ବଢିଗଲା ଯେ ଆଳୁ ପିଆଜ କୋଉଠି ବି ରେଟ୍ ବଢିଯାଇଛି, ଯେତିକି ନିୟନ୍ତ୍ରଣ ହେବା କଥା ତ ହେଇଛି। ଭାଷଣ ମାରିଛନ୍ତି ଆସିକି କଣ ନା ରେଟ୍ ବଢିଗଲା।